ଇପିଏଫ୍ଓ ଉପଭୋକ୍ତାଙ୍କ ପାଇଁ ଆସିଲା ବଡ଼ ଖବର। ଏବେ ଓଟିପି ବିନା ଆକ୍ଟିଭ ହୋଇଯିବ ୟୁଏନ୍। ଜାଣନ୍ତୁ ଉମଙ୍ଗ ଆପ୍ରେ ନୂଆ ନିୟମ କ'ଣ ରହିଛି। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ୟୁପିଏଫ୍ରେ ସାମିଲ ଥିବା କର୍ମଚାରୀଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛି। ଏପର୍ଯ୍ୟନ୍ତ ପିଏଫ୍ ଆକାଉଣ୍ଟ ପରିଚାଳନା କରୁଥିବା ୟୁନିଭର୍ସାଲ ଆକାଉଣ୍ଟ ନମ୍ବରକୁ ସକ୍ରିୟ କରିବା ପାଇଁ ଆଧାର ଲିଙ୍କ ହୋଇଥିବା ମୋବାଇଲ ନମ୍ବରରେ ପ୍ରାପ୍ତ ଓଟିପି କିମ୍ବା ବାୟୋମେଟ୍ରିକ୍ ଫିଙ୍ଗରପ୍ରିଣ୍ଟ ଆବଶ୍ୟକ ହେଉଥିଲା। କିନ୍ତୁ ନେଟୱାର୍କ ଫେଲ୍ୟୁର କିମ୍ବା ପୁରୁଣା ନମ୍ବର ବନ୍ଦ ହୋଇଯିବା ଯୋଗୁଁ ଲକ୍ଷ ଲକ୍ଷ କର୍ମଚାରୀଙ୍କ କାମ ଅଟକି ରହୁଥିଲା। ଏହି ସମସ୍ୟାକୁ ଦୂର କରିବା ପାଇଁ ରେଳ ଏବଂ ଯୋଗାଯୋଗ ମନ୍ତ୍ରଣାଳୟ ପରେ ଇପିଏଫ୍ଓ ଉମଙ୍ଗ ଆପ୍ରେ ଫେସ୍ ଅଥେଣ୍ଟିକେସନ୍ ଯଥା ଫେସିଆଲ ରେକଗ୍ନାଇଜେସନ୍ ଟେକ୍ନୋଲୋଜିର ଏକ ନୂଆ ସୁବିଧା ଆରମ୍ଭ କରିଛି। ଏବେ ଆସନ୍ତୁ ଜାଣିବା ଏହା ବିଷୟରେ। ଇପିଏଫ୍ର ଏହି ନୂଆ ପଦକ୍ଷେପ ଲକ୍ଷ ଲକ୍ଷ ପିଏଫ୍ ଆକାଉଣ୍ଟଧାରୀଙ୍କ ପାଇଁ ଏକ ପରିବର୍ତ୍ତନ ଆଣିପାରେ ଯେଉଁମାନେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଆଧାର କାର୍ଡ଼ ସହିତ ଲିଙ୍କ ହୋଇଥିବା ମୋବାଇଲ ନମ୍ବର ହଜିଯିବା କିମ୍ବା ଓଟିପି ହରାଇବା ଯୋଗୁଁ ୟୁଏନ୍ ସକ୍ରିୟକରଣ ପ୍ରାୟତଃ ବନ୍ଦ ହୋଇଯାଉଥିଲା। ଏହା ଆଉ ଆବଶ୍ୟକ ହେବ ନାହିଁ। ବରିଷ୍ଠ ନାଗରିକ କିମ୍ବା କାର୍ଯ୍ୟରତ କର୍ମଚାରୀ ଯେଉଁମାନଙ୍କର ଆଙ୍ଗୁଠି ଛାପ ମେସିନ୍ ସହିତ ମେଳ ଖାଉନଥିଲା ସେମାନେ ଏବେ କେବଳ ମୁହଁ ସ୍କାନ୍ କରି ନିଜର ପରିଚୟ ଯାଞ୍ଚ କରିପାରିବେ। ଏହି ଆଧୁନିକ ଏବଂ ଅତ୍ୟନ୍ତ ସୁରକ୍ଷିତ ସିଷ୍ଟମକୁ ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ ଦ୍ୱାରା ସମର୍ଥିତ କରାଯାଇଛି। ଏହି ବୈଶିଷ୍ଟ୍ୟର ଲାଭ ଉଠାଇବା ପାଇଁ ଆପଣଙ୍କୁ ଗୁଗଲ ପ୍ଲେ ଷ୍ଟୋରରୁ ସରକାରଙ୍କ ଦ୍ୱାରା ପରିଚାଳିତ ଆଧାର ଫେସ୍ ଆଇଡି ଆପ୍ ଡାଉନଲୋଡ୍ କରିବାକୁ ପଡ଼ିବ। ଏହି ଆପ୍ ସମ୍ପୂର୍ଣ୍ଣ ମାଗଣା ଏବଂ ଲାଇଭ୍ ଫେସିଆଲ ରେକଗ୍ନାଇଜେସନ୍ ବ୍ୟବହାର କରେ। ଏହାର ଅର୍ଥ ହେଉଛି କେହି ପୁରୁଣା ଫଟୋ ଦେଖାଇ ଆପଣଙ୍କ ଆକାଉଣ୍ଟ ସହିତ ହେରଫେର କରିପାରିବେ ନାହିଁ, ଯାହା ଠକେଇର ଆଶଙ୍କାକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିଥାଏ। ତେବେ ଆପଣଙ୍କର ମୋବାଇଲ ବ୍ୟବହାର କରି ଆପଣ ୟୁଏନ୍ ସକ୍ରିୟ କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ବହୁତ ସରଳ ଅଟେ। ପ୍ରଥମରେ ଆପଣଙ୍କ ଫୋନରେ ଉମଙ୍ଗ ଆପ୍ ଖୋଲନ୍ତୁ ଏବଂ ଲଗ୍ଇନ୍ କରନ୍ତୁ। ତାପରେ ସରକାରୀ ପୃଷ୍ଠାକୁ ଯିବା ପାଇଁ ସର୍ଚ୍ଚ ବାର୍ରେ ଇପିଏଫ୍ଓ ଟାଇପ୍ କରନ୍ତୁ। ଦ୍ୱିତୀୟ ପଦକ୍ଷେପରେ କର୍ମଚାରୀ କେନ୍ଦ୍ରିକ ସେବାକୁ ଯାଆନ୍ତୁ ଏବଂ ୟୁଏନ୍ ସକ୍ରିୟକରଣ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ। ତୃତୀୟ ପଦକ୍ଷେପରେ ଆପଣଙ୍କର ୟୁଏନ୍ ନମ୍ବର, ନାମ, ଜନ୍ମ ତାରିଖ ଏବଂ ମୋବାଇଲ ନମ୍ବର ଭଳି ଆବଶ୍ୟକୀୟ ବିବରଣୀ ପ୍ରବେଶ କରନ୍ତୁ। ଚତୁର୍ଥ ପଦକ୍ଷେପରେ ଏବେ ଓଟିପି ସହିତ ଯାଞ୍ଚ ସ୍କ୍ରିନ୍ରେ ପ୍ରଦର୍ଶିତ ନୂଆ ଫେସ୍ ଅଥେଣ୍ଟିକେସନ୍ ବିକଳ୍ପକୁ ଚୟନ କରନ୍ତୁ। ତେବେ ଏହିପରି ଭାବରେ ଆପଣ ବିନା ଓଟିପିରେ ୟୁଏନ୍ ଖୋଲିପାରିବେ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।